ବର୍ତ୍ତମାନ ଘଡ଼ି ସନ୍ଧି ମୁହୂର୍ତ୍ତ ସମୟ ଆସିଯାଇଛି। ମୁଁ ଆଶ୍ରମ ତରଫରୁ ବିଶ୍ୱଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ଓଡ଼ିଶା ତରଫରୁ ମୁଁ କହୁଛି। ମୁଁ ଅଷ୍ଟବକ୍ର ମୁନି ସତ୍ୟ ସାଧୁ ବ୍ରହ୍ମଚାରୀ ଶ୍ରୀ ବିଚିତ୍ରାନନ୍ଦ ଦାସ ସରସ୍ୱତୀ ମହାରାଜ। ମୁଁ ଜଣେ ଭିନ୍ନକ୍ଷମ, ଜଣେ ସଂଗ୍ରାମୀ, ଜଣେ ସମାଜସେବୀ। ମୋ କଥା ଆଜି ପର୍ଯ୍ୟନ୍ତ କେହି ଶୁଣି ନାହାନ୍ତି। ଏକମାତ୍ର ବିଶ୍ୱର ଗୁରୁଦେବ ସେଇ ଶୁଣିଛନ୍ତି, ଜାଣିଛନ୍ତି ବୋଲିକି ମୁଁ ଆଜି ଏ ଜନସମାଜରେ ଅଛି। ଏ ଏକମାତ୍ର ଶ୍ରୀମତ୍ ଭଗବତ ଗୀତା ପ୍ରତିଦିନ ଗୀତା ଭାଗବତ ପାଠ ହୁଏ। ଯଦି ଗୀତା ଭାଗବତ ପାଠ ହୁଏ, ସେଥିପାଇଁ ଗୀତା ଭାଗବତ ପ୍ରତ୍ୟେକ ଦୈନିକ ସକାଳ ସନ୍ଧ୍ୟାରେ ହୁଏ। ମୁଁ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ କରିଥିଲି ସନ 1972 ମସିହାରେ। ଆମର ଧର୍ମ ହେଉଛି ସତ୍ୟ ସନାତନ ଧର୍ମ। ଆମର ଧର୍ମଶାସ୍ତ୍ର ହେଉଛି ଶ୍ରେଷ୍ଠ ଧର୍ମଶାସ୍ତ୍ର ହେଉଛି ଗୀତା। ଗୀତା କ'ଣ କହୁଛି? ଶ୍ରୀମଦ୍ ଭଗବତ ଗୀତା ସାରା ପୃଥିବୀରେ ଶ୍ରେଷ୍ଠ ଧର୍ମଶାସ୍ତ୍ର। ଇଏ ହେଉଛି ଏକମାତ୍ର ଆମ ବିଶ୍ୱଗୁରୁଙ୍କର, ବିଶ୍ୱରେ ଯିଏ ମାଲିକ, ବିଶ୍ୱଗୁରୁଙ୍କର ମୁଖ ନିଃସୃତ ବାଣୀ ଶ୍ରୀମଦ୍ ଭଗବତ ଗୀତା। ଆକୁ ଲେଖିଥିଲେ ଗଣେଶ, ରଚନା କରିଥିଲେ ବ୍ୟାସଦେବ। ବ୍ୟାସଦେବ କାହା କଥା ରଚନା କରିଥିଲେ? ଏ ଗଣେଶ ବସିକି କାହା କଥା ଲେଖୁଥିଲେ? ଇଏ ହେଉଛି ଏକମାତ୍ର ସେଇ ପରମ ବ୍ରହ୍ମ ବିଷ୍ଣୁଙ୍କର ମୁଖ ନିଃସୃତ ବାଣୀ। ଏ ଅଭିନବ ଗ୍ରନ୍ଥକୁ ପାଠ କଲେ କ'ଣ ହୁଏ ନା ମନୁଷ୍ୟ ମନରେ ଶାନ୍ତି ଏବଂ ସନ୍ତୋଷ ଆଉ ସୁଖ ଲାଭ ହୁଏ। ଆଉ କ'ଣ ହୁଏ ନା ସଂସାରଟା ଗୋଟାଏ ସମୁଦ୍ର। ସଂସାର ସିନ୍ଧୁ ରୂପେଣ ମୀନ ରୂପେଣ ମାନବା, ଜଞ୍ଜାଳ ଜାଳ ରୂପେଣ କାଳ ରୂପେଣ ଧୀବରା। ଏ ସଂସାର ଗୋଟେ ସମୁଦ୍ର ହେଲେ ଆମେ ମନୁଷ୍ୟ ମୀନ ଭଳିଆ ମାନବା। ଜଞ୍ଜାଳ ଜାଲରେ ପକେଇକି କାଳ ରୂପକ ଧୀବର ଗୋଟିଏ ଘୋଷରା ଘୋଷାରୁଛି। ଏଣୁ ଏଇ ମାୟା ଜାଲ ଘେରା ସଂସାରରୁ ଯଦି ପ୍ରକୃତରେ କେହି ସତ୍ୟର ସନ୍ଧାନ ପାଇବାକୁ ଥାଏ, ତାହେଲେ ଏଇ ଧର୍ମଶାସ୍ତ୍ର ଗୀତା ପଢ଼ନ୍ତୁ। 18 ଅଧ୍ୟାୟ ପଢ଼ନ୍ତୁ, 700 ଶ୍ଲୋକ ବୁଝାନ୍ତୁ। ବୁଝାଇଲେ କୋଟି କୋଟି ପୂର୍ଣ୍ଣ ତୀର୍ଥର ଫଳ ପାଇପାରିବା। ଏଣୁ ଶ୍ରୀମଦ୍ ଭଗବତ ଗୀତା ସାରା ପୃଥିବୀରେ ଶ୍ରେଷ୍ଠ ଧର୍ମ ଗ୍ରନ୍ଥ। ଆମ ଧର୍ମଶାସ୍ତ୍ର କହୁଛି କ'ଣ ନା ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣ ବ୍ରଜ ଅହଂ ତ୍ୱା ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ତୁମେ ଯଦି ମୋକ୍ଷ ପ୍ରାପ୍ତ ହବାର ଇଚ୍ଛା ଥାଏ, ତାହେଲେ ଯେତେ ପ୍ରକାର ଦଳ ଦଳ ଗଢ଼ିଛ, ଧର୍ମ ସଂସ୍ଥା ଗଢ଼ିଛ, ସବୁ ପରିତ୍ୟାଗ କର। ଆରେ ମାନରେ ସେ ସାରା ବିଶ୍ୱରେ ମାଲିକ ଜଣେ ଅଛନ୍ତି। ମାମେକଂ ଶରଣ ବ୍ରଜ। ଏ ପୋଖରୀଟେ ହେଇଛି। ପୋଖରୀଟାରେ ବହୁତ ଗୋରୁ ଝାଞ୍ଜି, ଚିଙ୍ଗିଡ଼ି ଦଳ, ଘୋଡ଼ା ଦଳ, କାନିସିରି ଦଳ, ଯେତେ ପ୍ରକାର ହିଡ଼ିମିଚା, ଏ ସବୁ ମାଡ଼ି ଯାଇକି ସେ ସିଙ୍ଗଡ଼ା କଣ୍ଟା ସେ ଭିତରେ ପାଣି ପାଇଲନି। ତାକୁ ପରିଷ୍କାର କରିଦିଅ, ତାପରେ ଦେଖିବ କ'ଣ ନିର୍ମଳ ନିରାମୟ। ସେଇ ଦଳ ଗଢ଼, ଆଉ ସବୁ ଏକ ହୁଅ।
ଧର୍ମ ନିରପେକ୍ଷ ରାଷ୍ଟ୍ର ଭାରତରେ ସମସ୍ତେ ଏକ ହେଇଯାଅ। ଧର୍ମ ସଂସ୍ଥାପନା ସେଥିଲାଗି କହିଛି, ଯେତେବେଳେ ଅନ୍ୟାୟ ଅସତ ଅଧର୍ମ ବଢ଼ିଯାଏ ସେତେବେଳେ କୁଳ ସ୍ତ୍ରୀମାନେ ବ୍ୟଭିଚାର କରନ୍ତି। ଏ ସଂସାରରେ ଅମଙ୍ଗଳକାରୀ ପାପୀମାନଙ୍କର ପ୍ରାଦୁର୍ଭାବ ଦ୍ରୁତ ଗତିରେ ଆଗେଇ ଯାଏ। ସେଥିଲାଗି ଭଗବାନ ଯୁଗେ ଯୁଗେ ତାଙ୍କ ଦୂତକୁ ପଠେଇ ଦେଇଥାନ୍ତି ଏ ଧର୍ମକୁ ସମ୍ପୂର୍ଣ୍ଣ ଭାବରେ ଏଇ ପାପୀ ଗର୍ବୀ ଖଳ କୁଟିଳ ସଂସାରର ଅମଙ୍ଗଳକାରୀ ପାପୀମାନଙ୍କୁ ବିନାଶ କରିକି ଯୁଗେ ଯୁଗକୁ ସେ ଧର୍ମକୁ ସ୍ଥାପନ କରି ଚାଲି ଯାଆନ୍ତି। ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଜୟ ଜଗନ୍ନାଥ।